ବନ୍ଧୁଗଣ ଆପଣ ମାନେ କେବେ କ'ଣ ଅନୁଭବ କରିଛନ୍ତି ଯେ ଆପଣ ଅନ୍ୟମାନଙ୍କ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଦେଲେ ମଧ୍ୟ ପ୍ରତି ବଦଳରେ ଆପଣଙ୍କୁ କେବଳ ନିରାଶା ଓ ଏକାକୀପଣ ମିଳିଥାଏ? ଆପଣଙ୍କର ଏମିତି କିଛି ଭୁଲ ନଥାଇ ବି ଲୋକମାନେ ଆପଣଙ୍କର ତ୍ୟାଗକୁ ବୁଝିପାରନ୍ତି ନାହିଁ। ଆପଣ ସମସ୍ତଙ୍କ ସମସ୍ୟାର ସମାଧାନ କରିଦିଅନ୍ତି, କିନ୍ତୁ ଯେତେବେଳେ ଆପଣଙ୍କର ଦରକାର ପଡ଼େ ସେତେବେଳେ ଆପଣ ନିଜକୁ ସମ୍ପୂର୍ଣ୍ଣ ଏକାକୀ ପାଆନ୍ତି। ଯଦି ଆପଣଙ୍କର ରାଶି କିମ୍ବା ଲଗ୍ନ କନ୍ୟା, ତେବେ ଏହି କଥାଗୁଡ଼ିକ ଆପଣଙ୍କୁ ନିଶ୍ଚୟ ନିଜର କାହାଣୀ ପରି ଲାଗୁଥିବ। ବିଶ୍ୱାସ କରନ୍ତୁ, ଏହି ଏକାକୀପଣ, ଏହି ମାନସିକ କଷ୍ଟ ଏବଂ ବିନା ସ୍ୱାର୍ଥରେ ଅନ୍ୟର ଯତ୍ନ ନେବାର ଏହି ପ୍ରବୃତ୍ତି, ଏହା କୌଣସି ସାଧାରଣ ସ୍ୱଭାବ ନୁହେଁ। ଏହା ହେଉଛି ଆପଣଙ୍କ ଆତ୍ମାର ଏକ ଗଭୀର କର୍ମବନ୍ଧନ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କନ୍ୟା ରାଶିର ଲୋକମାନେ ନିଜ ବୟସ ତୁଳନାରେ ମାନସିକ ସ୍ତରରେ ବହୁତ ବୃଦ୍ଧ ଏବଂ ଅଭିଜ୍ଞ ହୋଇଥାନ୍ତି, କାରଣ ସେମାନଙ୍କର ଆତ୍ମା ଅନେକ ଅସମ୍ପୂର୍ଣ୍ଣ ଭାବନାତ୍ମକ ଚକ୍ର ଦେଇ ଗତି କରୁଛି। ଆଜିର ଏହି ଭିଡ଼ିଓ ସାଧାରଣ ଜ୍ୟୋତିଷ ରାଶିଫଳ ନୁହେଁ। ଆଜି ଆମେ ବୈଜ୍ଞାନିକ ତଥା ମହାଜାଗତିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିବା କନ୍ୟା ରାଶିର ପୂର୍ବଜନ୍ମର ରହସ୍ୟ ବିଷୟରେ। ଆମେ ଜାଣିବା ଆପଣ କାହିଁକି ଏହି ଜନ୍ମରେ ଏତେ କଷ୍ଟ ଭୋଗୁଛନ୍ତି, ପ୍ରେମ ଏବଂ ଅର୍ଥ କ୍ଷେତ୍ରରେ କାହିଁକି ଆପଣଙ୍କୁ ବାରମ୍ବାର ପରୀକ୍ଷା ଦେବାକୁ ପଡ଼ୁଛି, ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଏହି କର୍ମର ଋଣରୁ ମୁକ୍ତି ପାଇବାର ବାସ୍ତବିକ ପ୍ରତିକାର କ'ଣ? ତେବେ ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆମର ଏହି ଗଭୀର କାର୍ମିକ ବିଶ୍ଳେଷଣକୁ ଆପଣଙ୍କୁ ସ୍ୱାଗତ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଆଜି ଆପଣଙ୍କ ଜୀବନର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ମିଳିବାକୁ ଯାଉଛି। ବୈଦିକ ପରମ୍ପରାରେ କର୍ମର ନିୟମ ଅତ୍ୟନ୍ତ କଠୋର। ପ୍ରାରବ୍ଧ କର୍ମ ହେଉଛି ସେହି କର୍ମ ଯାହାକୁ କୌଣସି ପୂଜାପାଠ ବା ସାଧାରଣ ପ୍ରତିକାର ଦ୍ୱାରା ଏଡ଼ାଇ ଦିଆଯାଇପାରିବ ନାହିଁ। ଏହାକୁ ଭୋଗିବାକୁ ହିଁ ପଡ଼ିଥାଏ। କାଳପୁରୁଷ କୁଣ୍ଡଳୀରେ କନ୍ୟା ହେଉଛି ଷଷ୍ଠ ରାଶି। ଏହି ଷଷ୍ଠ ଭାବକୁ ଆମ ଶାସ୍ତ୍ରରେ ଅରିଭାବ କୁହାଯାଏ, ଅର୍ଥାତ୍ ଋଣ, ରୋଗ ଏବଂ ଶତ୍ରୁର ସ୍ଥାନ। ବର୍ତ୍ତମାନ ଭାବନ୍ତୁ, ଯେଉଁ ରାଶିର ଜନ୍ମ ଏହି ତିନୋଟି କଠିନ ଆହ୍ୱାନ ମଧ୍ୟରୁ ହୋଇଛି, ତାଙ୍କ ଜୀବନ କିପରି ସହଜ ହୋଇପାରିବ? କିନ୍ତୁ ଏହାର ଏକ ଗଭୀର ଉଦ୍ଦେଶ୍ୟ ରହିଛି। ଯଦି ସିଂହ ରାଶି ମଞ୍ଚ ଉପରେ ଥିବେ ଜଣେ ରାଜା, ତେବେ କନ୍ୟା ରାଶି ହେଉଛି ମଞ୍ଚ ପଛରେ ଥିବା ସେହି ନୀରବ କର୍ମୀ। ଆପଣ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସମସ୍ତଙ୍କ ପାଇଁ ସବୁକିଛି ତ୍ୟାଗ କରିଦିଅନ୍ତି। ଆପଣଙ୍କ ଅଧିପତି ହେଉଛନ୍ତି ବୁଧ। ମିଥୁନ ରାଶିର ଲୋକେ ମଧ୍ୟ ବୁଧଙ୍କ ଦ୍ୱାରା ପରିଚାଳିତ, କିନ୍ତୁ ସେମାନେ କେବଳ ଜ୍ଞାନ ଆହରଣ କରନ୍ତି। ଆପଣ କିନ୍ତୁ ସେହି ଜ୍ଞାନକୁ ଜୀବନର ବାସ୍ତବ ରଣଭୂମିରେ ପ୍ରୟୋଗ କରନ୍ତି। କନ୍ୟା ରାଶିର ବ୍ୟକ୍ତିମାନେ ସ୍ୱଭାବତଃ ନିଖୁଣତା ପ୍ରିୟ, କିନ୍ତୁ ବ୍ରହ୍ମାଣ୍ଡ ଆପଣଙ୍କୁ ବାରମ୍ବାର ଏପରି ପରିସ୍ଥିତିରେ ପକାଇଥାଏ ଯେଉଁଠି ଆପଣଙ୍କୁ ଏହି ନିଖୁଣତା ପଛରେ ଦୌଡ଼ିବା ଛାଡ଼ି ପରିସ୍ଥିତିକୁ ଗ୍ରହଣ କରିବା ଶିଖିବାକୁ ପଡ଼ିଥାଏ। ବର୍ତ୍ତମାନ ଆସିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ। ଆପଣ କାହିଁକି ଏହି ଜନ୍ମରେ ଅନ୍ୟର ଏତେ ସେବା କରୁଛନ୍ତି? ଏହାର ପ୍ରକୃତ ରହସ୍ୟ ଆପଣଙ୍କ କୁଣ୍ଡଳୀର ଦ୍ୱାଦଶ ଭାବରେ ଲୁଚି ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ 12 ଭାବ ପୂର୍ବଜନ୍ମ ଏବଂ ମୋକ୍ଷକୁ ଦର୍ଶାଏ। କନ୍ୟା ଲଗ୍ନ ପାଇଁ 12 ଭାବ ହେଉଛି ସିଂହ ରାଶି, ଯାହାର ଅଧିପତି ହେଉଛନ୍ତି ସୂର୍ଯ୍ୟ। ଏହାର ଅର୍ଥ କ'ଣ ଜାଣିଛନ୍ତି? ଏହାର ଅର୍ଥ ହେଉଛି ଆପଣ ଆପଣଙ୍କର ପୂର୍ବଜନ୍ମରେ ଏକ ଅତ୍ୟନ୍ତ କ୍ଷମତାଶାଳୀ, ରାଜକୀୟ ଏବଂ ସମାଜର ମୁଖ୍ୟ କେନ୍ଦ୍ରବିନ୍ଦୁରେ ଥିବା ଏକ ଜୀବନ ବଞ୍ଚିଥିଲେ। ଆପଣଙ୍କ ପାଖରେ ଅଧିକାର ଥିଲା, ବିଳାସ ବ୍ୟସନ ଥିଲା, ଆପଣଙ୍କର ଗୋଟିଏ ନିର୍ଦ୍ଦେଶରେ ଶହ ଶହ ଲୋକ କାମ କରୁଥିଲେ, କିନ୍ତୁ ସେହି କ୍ଷମତାର ଅହଙ୍କାରରେ ବଶବର୍ତ୍ତୀ ହୋଇ ଆପଣ ହୁଏତ ସେମାନଙ୍କର ସେବାକୁ ସ୍ୱୀକୃତି ଦେଇନଥିଲେ। ନିଜ ଅଧୀନରେ ଥିବା କର୍ମଚାରୀ କିମ୍ବା ନିମ୍ନ ବର୍ଗର ଲୋକଙ୍କ ପ୍ରତି କଠୋର ବ୍ୟବହାର କରିଥିଲେ। ଆଉ ପ୍ରକୃତିର ନିୟମ କ'ଣ କହେ? କର୍ମର ହିସାବ ବରାବର ହେବ। ସେଥିପାଇଁ ଏହି ଜନ୍ମରେ ଆପଣ କନ୍ୟା ରାଶି ନେଇ ଜନ୍ମ ହୋଇଛନ୍ତି। ପୂର୍ବ ଜନ୍ମର ସେହି ଅହଙ୍କାରକୁ ଭାଙ୍ଗି ଆପଣଙ୍କୁ ନମ୍ରତା ଶିଖାଇବା ପାଇଁ ବ୍ରହ୍ମାଣ୍ଡ ଏହି ରଚନା ପ୍ରସ୍ତୁତ କରିଛି।
ଆଜି ଯେତେବେଳେ ଆପଣ ଅନ୍ୟମାନଙ୍କ ପାଇଁ ନିଜର ଶାନ୍ତି ନଷ୍ଟ କରି ଖଟୁଛନ୍ତି ଏବଂ ପ୍ରତି ବଦଳରେ ଆପଣଙ୍କୁ ପ୍ରଶଂସା ମିଳୁନାହିଁ, ସେତେବେଳେ ଭାବି ନିଅନ୍ତୁ ଯେ ଏହା ଆପଣଙ୍କର ସେହି ପୂର୍ବଜନ୍ମର ଋଣ ପରିଶୋଧ ହେଉଛି। ଏହି ଜନ୍ମରେ ବିନା ସ୍ୱାର୍ଥରେ ସେବା କରିବା ହିଁ ଆପଣଙ୍କର ସବୁଠାରୁ ବଡ଼ ଆଧ୍ୟାତ୍ମିକ ଲକ୍ଷ୍ୟ। କନ୍ୟା ରାଶିର ଲୋକଙ୍କର ସବୁଠାରୁ ବଡ଼ ଶତ୍ରୁ ବାହାରେ ନଥାନ୍ତି, ତାଙ୍କ ନିଜ ଭିତରେ ହିଁ ଥାଆନ୍ତି ଏବଂ ତାହା ହେଉଛି ତାଙ୍କର ନିଜ ମନ। ଆପଣଙ୍କର ବିଶ୍ଳେଷଣ କ୍ଷମତା ଦୁନିଆରେ ସର୍ବଶ୍ରେଷ୍ଠ, କିନ୍ତୁ ଏହା ଏକ ଦୁଇଧାରିଆ ଖଣ୍ଡା। ଆପଣ ପ୍ରତିଟି ଛୋଟ ଛୋଟ କଥାକୁ ଏତେ ଭାବନ୍ତି ଯେ ନିଜେ ଏକ ମାନସିକ ମାୟାଜାଲରେ ଫସିଯାଆନ୍ତି। ସବୁକିଛି ପରଫେକ୍ଟ କରିବାର ନିଶା ଆପଣଙ୍କ ମାନସିକ ଶାନ୍ତି ଛଡ଼ାଇ ନିଏ। ଏହାକୁ ସୁଧାରମୂଳକ କର୍ମ କୁହାଯାଏ। ଭୃଗୁନନ୍ଦୀ ନାଡି ଗ୍ରନ୍ଥ ଅନୁଯାୟୀ ଜୀବନ ଆପଣଙ୍କୁ ବାରମ୍ବାର ବିଫଳତା ଦେବ ଯେ ପର୍ଯ୍ୟନ୍ତ ଆପଣ ଅସମ୍ପୂର୍ଣ୍ଣତାକୁ ଗ୍ରହଣ କରିବା ନ ଶିଖିଛନ୍ତି। ଦୁନିଆରେ କିଛି ବି ପରଫେକ୍ଟ ନୁହେଁ, ଏହି ସତ୍ୟକୁ ଆପଣଙ୍କୁ ମାନିବାକୁ ହିଁ ପଡ଼ିବ। ଏହାର ସିଧା ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼େ। କାଳପୁରୁଷ କୁଣ୍ଡଳୀରେ ଷଷ୍ଠ ଭାବ ହେଉଛି ଆମର ପାଚନତନ୍ତ୍ର ବା ପାକସ୍ଥଳୀ। କନ୍ୟା ରାଶିର ବ୍ୟକ୍ତିମାନେ ଏହି ଚିନ୍ତାଗ୍ରସ୍ତ ପାକସ୍ଥଳୀ ବହନ କରନ୍ତି। ଆଧୁନିକ ବିଜ୍ଞାନ ଯାହାକୁ ଗଟ୍ ବ୍ରେନ୍ ଆକ୍ସିସ୍ କହୁଛି, ତାହା ବୈଦିକ ଜ୍ୟୋତିଷ ହଜାର ହଜାର ବର୍ଷ ପୂର୍ବରୁ କହିସାରିଛି। ଯେତେବେଳେ ଆପଣ ମାନସିକ ଚାପରେ ଥାଆନ୍ତି, ଆପଣଙ୍କ ପେଟ ସବୁଠୁ ଆଗ ଖରାପ ହୁଏ। ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଏହାସବୁ ଆପଣଙ୍କର ଦିନଚର୍ଯ୍ୟାର ଅଂଶ ପାଲଟିଯାଏ। ଆପଣ ରାତିଦିନ କେବଳ ଡ୍ୟୁଟି ମୋଡ଼ରେ ରହନ୍ତି, ଯେଉଁଥିପାଇଁ ଭବିଷ୍ୟତରେ ହାଇ ବ୍ଲଡ଼ ପ୍ରେସର ଓ ଡାଇବେଟିସ୍ ଭଳି ରୋଗର ଆଶଙ୍କା ବଢ଼ିଯାଏ। ବନ୍ଧୁଗଣ, ବର୍ତ୍ତମାନ ଆମେ ସେହି ବିଷୟ ଉପରେ କଥା ହେବା ଯେଉଁଠି କନ୍ୟା ରାଶିର ବ୍ୟକ୍ତିମାନେ ସବୁଠାରୁ ଅଧିକ ଆଘାତ ପାଆନ୍ତି। ତାହା ହେଉଛି ପ୍ରେମ ଏବଂ ସମ୍ପର୍କ। ଜ୍ୟୋତିଷ ଶାସ୍ତ୍ରରେ ପ୍ରେମର କାରକ ଗ୍ରହ ହେଉଛନ୍ତି ଶୁକ୍ର ଏବଂ ଶୁକ୍ର କନ୍ୟା ରାଶିରେ ନିଚସ୍ତ ହୋଇଥାନ୍ତି। ଅର୍ଥାତ୍ ଏଠାରେ ପ୍ରେମ ନିଜର ଶକ୍ତି ହରାଇ ବସେ। ଏହାର କାରଣ କ'ଣ? କାରଣ ପ୍ରେମ ହେଉଛି ଏକ ଅନ୍ଧ ସମର୍ପଣ, କିନ୍ତୁ କନ୍ୟା ରାଶିର ସବୁଥିରେ ତର୍କ ଏବଂ ହିସାବ ଖୋଜେ। ଆପଣ ନିଜ ସାଥୀଙ୍କର ସବୁ ଯତ୍ନ ନେବେ, ତାଙ୍କର ଆବଶ୍ୟକତା ପୂରଣ କରିବେ, କିନ୍ତୁ ଆପଣ ତାଙ୍କ ଭିତରେ ଥିବା ତ୍ରୁଟିଗୁଡ଼ିକୁ ମଧ୍ୟ ବାରମ୍ବାର ଦର୍ଶାଇବେ। ଆପଣଙ୍କର ଏହି ସମାଲୋଚନାତ୍ମକ ସ୍ୱଭାବ ହିଁ ଆପଣଙ୍କ ସମ୍ପର୍କରେ ଦୂରତା ସୃଷ୍ଟି କରେ। କନ୍ୟା ରାଶିର ସପ୍ତମ ଭାବ ହେଉଛି ବିବାହର ଘର। ସପ୍ତମ ରାଶି ହେଉଛି ମୀନ ରାଶି। ମୀନ ହେଉଛି କରୁଣା ଓ ସମର୍ପଣର ରାଶି। ବ୍ରହ୍ମାଣ୍ଡ ଆପଣଙ୍କୁ ବାରମ୍ବାର ଏମିତି ଜୀବନସାଥୀଙ୍କ ସହ ଭେଟ କରାଏ ଯେଉଁମାନେ ବୋଧହୁଏ ଆପଣଙ୍କୁ ଭାବନାତ୍ମକ ଆଘାତ ଦେବେ, କାରଣ ଏହା ଆପଣଙ୍କର କାର୍ମିକ ଦହନ ପ୍ରକ୍ରିୟା। ଯେ ପର୍ଯ୍ୟନ୍ତ ଆପଣ ନିଜ ପାର୍ଟନରଙ୍କୁ ବିନା ସର୍ତ୍ତରେ ତାଙ୍କର ସମସ୍ତ ଭୁଲ ସହିତ ଗ୍ରହଣ ନ କରିବେ, ସେବେ ପର୍ଯ୍ୟନ୍ତ ସମ୍ପର୍କରେ ଏହି କଷ୍ଟ ଲାଗି ରହିବ। ଯଦି ଆପଣ ନିଜର ଆର୍ଥିକ ସ୍ଥିତି, ନିବେଶ କିମ୍ବା ଷ୍ଟକ୍ ମାର୍କେଟ ପ୍ରତି ଆଗ୍ରହୀ, ତେବେ ଏହି କଥାଟିକୁ ଅତି ଧ୍ୟାନର ସହ ଶୁଣନ୍ତୁ। ଆଜି ମୁଁ ଆପଣଙ୍କୁ ଏକ ବଡ଼ ଚେତାବନୀ ଦେବାକୁ ଯାଉଛି। କନ୍ୟା ରାଶିର ଲୋକଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ସେମାନଙ୍କର ଦୟାଳୁ ସ୍ୱଭାବ। ଆପଣ ଅନ୍ୟର ଦୁଃଖ ଦେଖିପାରନ୍ତି ନାହିଁ, କିନ୍ତୁ ମନେ ରଖନ୍ତୁ, ଜୀବନରେ କେବେ ବି କାହା ପାଇଁ ବି ବ୍ୟାଙ୍କରେ ଗ୍ୟାରେଣ୍ଟର ହୁଅନ୍ତୁ ନାହିଁ କିମ୍ବା ଅନ୍ୟର ଋଣ ଭାର ନିଜ ମୁଣ୍ଡକୁ ନିଅନ୍ତୁ ନାହିଁ। ଆପଣଙ୍କର ଷଷ୍ଠ ଭାବ ସକ୍ରିୟ ଥିବାରୁ ଏହା ଆପଣଙ୍କ ପାଇଁ ଏକ ବିରାଟ କାର୍ମିକ ଫାଶ ପାଲଟିଯିବ। ବିନା ଯୋଜନାରେ ନିବେଶ କରନ୍ତୁ ନାହିଁ। ଜମିବାଡ଼ି ଓ ରିଏଲ ଇଷ୍ଟେଟରେ ଟଙ୍କା ଲଗାଇଲା ବେଳେ ସତର୍କ ରୁହନ୍ତୁ, କାରଣ ମଙ୍ଗଳ ଗ୍ରହ ଆପଣଙ୍କର ଶତ୍ରୁ। ତେଣୁ ସମ୍ପତ୍ତି ବିବାଦ ହେବାର ବହୁତ ସମ୍ଭାବନା ଥାଏ। ବୃତ୍ତିଗତ କ୍ଷେତ୍ରରେ ଯଦି ଆପଣ ଫାଇନାନ୍ସ, ଆକାଉଣ୍ଟିଂ, ସଫ୍ଟୱେୟାର, ଡାକ୍ତରୀ କିମ୍ବା ଡାଟା ଆନାଲାଇସ୍ କ୍ଷେତ୍ରରେ ଅଛନ୍ତି, ଆପଣ କୋଟି କୋଟି ଟଙ୍କା ରୋଜଗାର କରିପାରିବେ। ଆପଣଙ୍କର ବୁଦ୍ଧି ଏତେ ତୀକ୍ଷ୍ଣ ଯେ ସାଧାରଣ ଲୋକେ ଯେଉଁ କାମ 24 ଘଣ୍ଟାରେ କରନ୍ତି, ଆପଣ ତାହା 1 ଘଣ୍ଟାରେ କରିଦେବେ। କେବଳ ନିଜ ଇମୋସନକୁ କଣ୍ଟ୍ରୋଲରେ ରଖିବା ଶିଖନ୍ତୁ। ତେବେ ଆସନ୍ତୁ, ଆପଣଙ୍କ ନକ୍ଷତ୍ର ଅନୁଯାୟୀ ଆପଣମାନଙ୍କ ଉପରେ କି ପ୍ରଭାବ ପଡ଼ିଥାଏ ତାହା ବିଷୟରେ ଜାଣିବା। ପ୍ରଥମରେ ଆମେ ଜାଣିବା ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ବିଷୟରେ। ସୂର୍ଯ୍ୟଙ୍କ ଦ୍ୱାରା
परिचालित एही नक्षत्र व्यक्ति माने बहुत दायित्ववान होइथांती। आपणकर प्रारब्ध कर्म हेउछि निजर अहंकार को मारी सेवा करिबा। द्वितीय रे रहिछि हस्त नक्षत्र। चंद्रक द्वारा एही नक्षत्र परिचालित। आपणक हाथ रे एक जादू अछि। आपण अन्यर कष्ट लाघव करि पारंती, किंतु चंद्रक प्रभावरु आपण खूब शीघ्र डिप्रेशन को चली जाती। अतीत को भूली वर्तमान रे बंचिबा हेउछि आपणकर सबुठु बड़ कर्म। तृतीयटी हेउछि चित्रा नक्षत्र। यह मंगलक द्वारा परिचालित। आपण बहुत साहसी एवं क्रिएटिव। आपणकर मुख्य आह्वान हेउछि निजर क्रोध एवं आग्रेसन को शांत करी निजर सृजनशील शक्ति को मानव कल्याण रे लगाइबा। तेबे बंधुगण, जेहेतु आपण एक कठिन प्रारब्ध ने जन्म होइछंती, केवल भाग्य को निंदा करिबा द्वारा किछि हेबो नाही। एही कर्म ऋणरू मुक्ति पाइबा पाई आमर वैदिक शास्त्र और वास्तु रे किछि दिव्य प्रतिकार रहिछि। तेबे आसंतु ताहा विषय रे आलोचना करिबा। प्रथमे आमे जानिबा वास्तु दोष। कन्या लग्न पाई षष्ठ भाव हेउछि कुंभ राशि, जहाँकि पश्चिम दिग को सूचाए। जदि आपण ऋण और शत्रुंग जोगु हैरान हेउछंती, तेबे देखंतु आपण घरर पश्चिम दिगरे कौनसी पुराना आवर्जना, छिंदा जोता किंबा कौनसी खराब इलेक्ट्रोनिक्स जिनिस पड़िनी तो? जदि हाँ, तेबे ताको तुरंत सफा कर दियंतु। द्वितीय जानिबा पितृदोष एवं शनिक शांति पाई बाहर बुलुथिबा असहाय पशु किंबा पक्षी माननकु खाद्य प्रदान करंतु एवं वृद्धा माननकु मध्य किछि खाद्य दान करंतु। एहा करिबा द्वारा आपणक मुंडरू अनेक बोझ हालुका होइजिबो। तृतीय रे ओस्त गछ और प्रकृति। शनिवार दिन सकाळे ओस्त गछ मूल जल अर्पण करी सोरिष तेलर दीपटी जालंतु। कन्या एक पृथ्वी तत्व राशि, तेणु निज बालकोनी रे तुलसी बा सबुज गछ लगांतु। चतुर्थ रे शिव और हनुमान आराधना। मानसिक शांति पाई सोमवार दिन शिवलिंग रे कंचा क्षीर अर्पण करंतु एवं नियमित भाव में हनुमान चालीसा पाठ करंतु। आपण चाहिए ऑनलाइन पूजा ऐप किंबा साइट को जाई देशर विभिन्न बड़ बड़ मंदिर रे पूजा बुक करी पूजा करि परिबे। जदि किपरि हुए जानिबा को चाहुछंती, तेबे कमेंट बॉक्स रे लेखंतु। तेबे दर्शक बंधु, कन्या राशि यात्रा कौनसी भौतिक यात्रा नुहे। आपण हेउछंती जन्मजात कर्मयोगी। जो दिन आपण अन्य मानक भितरे भूल खोजिबा बंद करदेबे एवं प्रशंसार आशा न रखी निष्काम भाव में सेवा करने आरंभ करेंगे, ठीक से दिन ही आपणकर पूर्व जन्मर विराट ऋण संपूर्ण रूपे शेष हो। तेबे बंधुगण, जदि यही विश्लेषण आपण हृदय को छुई पारिछि एवं आपण जीवन सह मेल खाउछि, तेबे वीडियो को गोटे लाइक करंतु एवं कमेंट बॉक्स रे जय जगन्नाथ किंबा ओम नमः शिवाय लिखंतु एवं आपण मानकर कन्या राशि बंधु मानक सह शेयर करंतु। देखा हेबो परवर्ती विश्लेषण रे। से पर्यंत सुस्थ रुहंतु, सुरक्षित रुहंतु। रहुछि जय जगन्नाथ।